କେବେ ଭାବିଛ ଗୋଟେ ପ୍ଲେଟ୍ ମ୍ୟାଗିର ଟେଷ୍ଟ ଏତେ ଖାସ୍ କାଁ ଲାଗ୍ସି? ଯେତେବେଳେ ତାର୍ ସାଙ୍ଗେ ଗୋଟେ ମେମୋରି, ଗୋଟେ ଷ୍ଟୋରୀ, ଗୋଟେ ସ୍ପେଶାଲ ମୋମେଣ୍ଟଟେ ଥିବା ସେତେବେଳେ। तो आज का होଉଛି ଆମର ବର୍ଷା ଦିନର ଲାଷ୍ଟ ଦିନ। ତ ଆଜି ଆମେ ଟ୍ରେକିଂ କରି ଯାଇଛୁ ନରସିଂହନାଥ ପାହାଡ଼ରୁ ହରିଶଙ୍କର ପାହାଡ଼ରୁ ଉଠି। ରାତିର 12 ବଜାର ଆମେ ଟ୍ରେକିଂ କରବାଟା ଷ୍ଟାର୍ଟ କରିଦେସୁଁ। ରାସ୍ତାରେ ବହୁତ ସାରା ଅବଷ୍ଟାକଲ ଡେଞ୍ଜର ରାସ୍ତା ମାନେ ଆସି ବଟ୍ ସେଟାକେ ପାର କରିକିନା ଆମେ 3250 ଫୁଟ ଉପର ଗନ୍ଧମାର୍ଦ୍ଦନ ପର୍ବତ ଉପରକେ ପଳେଇ ଆସ। ବର୍ଷା ଟିକେ ଟିକେ ହଉଥିସି। ଆମେ ଇଆଡ଼େ ଚୁଲା ବନାବାଟା ଷ୍ଟାର୍ଟ କରସୁଁ। ନିଆଁ ଜଲେଇ ସାରିଲା ପରେ ପ୍ୟାନ୍ ଗରମ କରିକିନା ମ୍ୟାଗି ବନାବାଟା ଷ୍ଟାର୍ଟ ହେଇଯାସି। ମ୍ୟାଗି ବନେଇ ସାରିଲା ପରେ ସବେ ଗୋଟେ ଜାଗାରେ ବସିକିନା ମ୍ୟାଗି ଖାଏସୁଁ। ସେ ପାହାଡ଼ ଉପରେ ବର୍ଷାର ଛୋଟ ଛୋଟ ବୁନ୍ଦ ଗିରୁଛି, ତାର ସାଙ୍ଗେ ଥଣ୍ଡା ଥଣ୍ଡା ପବନ ବହୁଛି। ଆଉ ସେ ଟାଇମରେ ତମେ ଯେନ୍ ମ୍ୟାଗି ଖଉଛ ସେ ଟାଇମର ଏକ୍ସପିରିଏନ୍ସ ହର ଏକ ବାଇଟରେ ଯେନ୍ ସୁକୁନ ଥିଲା ସେଟା ଆମେ ଏକ୍ସପ୍ଲେନ ବି କରି ନି ପାରୁ। ପାହାଡ଼ ଉପରେ ମ୍ୟାଗି ସିର୍ଫ ଖାନା नहीं से ଗୋଟେ ସୁକୁନ वाला ମୋମେଣ୍ଟ है ଯେନ୍ଟା କି ତମର ଲାଇଫର ବେଷ୍ଟ ମୋମେଣ୍ଟ है, ବେଷ୍ଟ ଏକ୍ସପିରିଏନ୍ସ ହିସାବରେ ତମର ଜିନ୍ଦଗିରେ ରହିଯିବା। ତ ଲାଇଫରେ ଥରେ ଏନ୍ତା ଜିନିଷ ଟ୍ରାଏ ଜରୁର କର। ଥ୍ୟାଙ୍କ ୟୁ। ଜୟ ଶ୍ରୀରାମ।